ଏରାନି ତୁ ଏଠି ଏମିତି କଣ ବସଛୁ? କଲେଜ ଯିବୁନି କି? ନେ 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 ମୁଁ ତୋ ପାଇଁ କଣ ଆଣିଛି। ହ୍ୟାଲୋ ମା, ତୋର କଣ ହେଇଛି? ତୁ ମନ୍ଦିର କରି କଣ ପାଇଁ ବସଛୁ? ମୋ ମାର ଆଜି କଣ ହେଇଛି? ଆଜି ପୁରା ଅଗଷ୍ଟ 15। ତୋ ସାଙ୍ଗ ତ ସବୁ କଲେଜ ଯାଇଛନ୍ତି, ତୁ କଣ ପାଇଁ ଯାଇନୁ? ଭାଇ ଆମେ କଣ ସତରେ ସ୍ୱାଧୀନ ହେଇଛୁ? ହଁ ଖାଲି ତିରଙ୍ଗା ଉଡେଇ ଦେଲେ ସ୍ୱାଧୀନତା ପରିପୂର୍ଣ୍ଣ ହୁଏନି। ଦେଶ ସ୍ୱାଧୀନ ହବାର ଆଜିକୁ 80 ବର୍ଷ ପୁରିଗଲା, ହେଲେ ଆଜି ବି ଲକ୍ଷ ଲକ୍ଷ ନାରୀ ନିର୍ଯାତନା ହେଉଛନ୍ତି। ଆଜି ବି ଲକ୍ଷ ଲକ୍ଷ ନାରୀ ଦୁଷ୍କର୍ମର ଶିକାର ହେଉଛନ୍ତି। ତାହେଲେ ତମେ କୁହ ଭାଇ, ଏ ଦେଶ ସ୍ୱାଧୀନ କେମିତି ହେଲା? ତୁ ଠିକ କହିଛୁ ରେ ମା। ଏ ଦେଶ ସେଇଦିନ ସ୍ୱାଧୀନ ହବ ଯୋଉଦିନ ନାରୀ ମାନେ ନିର୍ଭୟରେ ସମାଜ ଘରେ ମୁଣ୍ଡ ଟିକେ ବାଟ ଚାଲିପାରିବେ, ଆଉ ଏ ଦେଶରେ ଦୁଷ୍କର୍ମ ବନ୍ଦ ହବ। ସେଇଦିନ ହିଁ ଆମ ଦେଶ ସ୍ୱାଧୀନ ହବ, ନହେଲେ ତାରିଖ ପରେ ତାରିଖ ବଢୁଛି।